ଚିଟଫଣ୍ଡ ଟଙ୍କାଟା ଫେର ଦେବେ କହିଲେ କଣ ହେଲା ସାର୍? କଣ ହେଇଛି? ଚିଟଫଣ୍ଡ ଟଙ୍କାଟା ଚିଟଫଣ୍ଡ ଟଙ୍କା ମିଳିବ ସମସ୍ତଙ୍କୁ 4 ମାସ ଭିତରେ କେବେ କୁହନ୍ତୁ, କୁହାଯାଇଛି। କେବେ କୁହନ୍ତୁ, ଡେଟ୍ ଟା 4 କୁହନ୍ତୁ ସାର୍। ମାସ ଭିତରେ ମିଳିବ। ଯୋଉମାନେ 5 ଲକ୍ଷ ଲୋକ ଯୋଉମାନେ କମ ଡିପୋଜିଟ୍ କରିଥିଲେ, ମାନେ 10,000 ଭିତରେ ଡିପୋଜିଟ୍ କଲେ, ସେମାନଙ୍କୁ ଫାଷ୍ଟ ଫେଜ୍ ରେ ମିଳିବ। ମୋର 50,000 ଉପରେ ଡେରିରେ ମିଳିବ ଟିକେ। ଦେବେନି। ସେଟା କହିଥିଲେ, କାହିଁକି ଦେବେନି କୁହନ୍ତୁ? ସେଟା ଆପଣ ଦେଖନ୍ତୁ ଆଉ କଣ କରାଯିବ। ଆରେ ପଇସା ତାଙ୍କ ଜମି ଅର୍ଡିନାନ୍ସ ହବ, ଜମିକି ସରକାରୀ ଖାତାକୁ ଅଣାଯିବ, ସରକାର ନିଲାମ କରିବେ, ତାପରେ ଦେବେ। ସେଥିପାଇଁ ଟିକେ ସମୟ ସବୁ ଲାଗିବ। କରାଯିବ। ଆମର ଖଟି ଖାଉଛୁ ଆଜ୍ଞା। ହ୍ୟାଲୋ ସାର୍। ୱେଟିଂ ରୁମ୍। ଆଜ୍ଞା ହ୍ୟାଲୋ। ଆଜ୍ଞା କହୁଥିଲି, ଏଟା ଟିକେ ଜଲ୍ଦି କୁହନ୍ତୁ। ଆପଣ 3 ବର୍ଷ ହେଲାଣି ମାନେ କେବେ ଆମର 3 ବର୍ଷ ହେଲା? ସରକାର ଆଇଲା କେତେ ନା ଦିନ ନା, ହେଲା? ସରକାର ତ ବର୍ଷେ 2 ମାସ, ଆପଣଙ୍କ କଥା 3 ବର୍ଷ ହେଲା ମେଚୁରିଟି ଉପରେ ହେଲାଣି। ତ ଟଙ୍କା ଡିପୋଜିଟ୍ କଲୁଣି 10 ବର୍ଷ 12 10 ବର୍ଷ ହେଲାଣି। ହେଲା ଆପ୍ଲାଏ କଲୁଣି। ମେଚୁରିଟି ହେଇଛି 6 ବର୍ଷ ମ୍ୟାଚିଓର ହେଲାଣି। ହେଲା ମୁଁ ଜାଣିନି, ତୋର ଟଙ୍କା ଡିପୋଜିଟ୍ ତ କେବେଠୁ କରିଥିବୁ ମତେ ଜଣା ନାହିଁ। ଆଜ୍ଞା ସେଠୁ ଟିକେ ଦେଖନ୍ତୁ କଣ କରାଯିବ ଦେଖନ୍ତୁ। ଟଙ୍କା ତ ଅର୍ଡିନାନ୍ସ ହେଇକି ତାଙ୍କ ଆମର ଜମିକୁ ଅଣା ହେଲା ପରେ 36 ବର୍ଷ ପେନ୍ କାର୍ଡ ଭଦ୍ରକ ଯେତେବେଳେ ହେଇଥିଲା, ପେନ୍ କାର୍ଡ ବୋଲି କମ୍ପାନୀ ମାଇକ୍ରୋ ଫାଇନାନ୍ସ ର, ସେଇ କମ୍ପାନୀ ହଉଛି ଆମର ଜମା ଅଛି। ମାଇକ୍ରୋ ଫାଇନାନ୍ସ ପାନ୍ କାର୍ଡ ବୋଲି ଗୋଟେ କମ୍ପାନୀ ଥିଲା ଭଦ୍ରକର। ଆମେ ସେଇ ଭଦ୍ରକ, ଆମ ଘର ଭଦ୍ରକ ପାଖାପାଖି, ବୁଝିଲେ ନା? ସାର୍ ଏଠି କିଛି କୋଉଠି? କୁହନ୍ତୁ, କେବେ କଣ ହବ ଟିକେ କୁହନ୍ତୁ ଟିକେ। ସତୀଶ କିଏ? ଦୀପକ ଫୋନ ଧରିଲା କି? ହ୍ୟାଲୋ। ଆଜ୍ଞା ହଁ କୁହନ୍ତୁ। ଡକୁମେଣ୍ଟ ପାଇଛନ୍ତି ନା? ଡକୁମେଣ୍ଟ ଆପଣଙ୍କୁ ପାଖକୁ ପଠେଇଦେମି, ଯୋଉଟା ଡିପୋଜିଟ୍ ଥିଲା, ଯେଟା ଅନଲାଇନରେ ସବୁ ଡକୁମେଣ୍ଟ ମତେ କାହିଁ ପଠେଇବୁ? ଗଞ୍ଜେଇ ଫଞ୍ଜେଇ ଖାଉଛୁ? ନା